ଉତ୍ତାପ ସୃଷ୍ଟି ହେଉଛି ଉତ୍ତାପ ସୃଷ୍ଟି ହେଲେ এই হিଟ୍ ମାନେ ସେ ଉତ୍ତାପ ଗ୍ରହଣ କରୁଛି। ଗ୍ରହଣ କରି ସେ ଉତ୍ତାପ ଶକ୍ତିକୁ ସିଏ ବୈଦ୍ୟୁତିକ ଶକ୍ତି ରୂପାନ୍ତରିତ କରୁଛି ଏବଂ ଏହି ସର୍କିଟ୍ ମଧ୍ୟରେ ଏହି ବ୍ୟାଟେରୀ ସଂରକ୍ଷିତ କରୁଛି। ବର୍ତ୍ତମାନ ଆମର ଏହି ବର୍ତ୍ତମାନ ଯୁଗରେ ଦ୍ରୁତ ପ୍ରଗତିଶୀଳ ଯୁଗରେ ଆମର ମାନବ ସମାଜ ଆଗରେ ଅନେକ ସମସ୍ୟା ବାଛି ଟିକି ରହିଛି। ସେ ମଧ୍ୟରୁ ସମସ୍ୟା ମଧ୍ୟରୁ ଆମର ଜୈବ ଆବର୍ଜନା ପରିଚାଳନା ଗୋଟିଏ ସମସ୍ୟା। ଆମର ପ୍ରକଳ୍ପଟି ଆବର୍ଜନା ପରିଚାଳନା ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ଦିଗରେ ଏକ ଅଭିନବ ଏବଂ ପରିବେଶ ଅନୁକୂଳ ଧାରଣ ରହିଛି। ଆମର ଜନସଂଖ୍ୟା ବୃଦ୍ଧି ଯୋଗୁଁ ତାଙ୍କର ଚାହିଦା ଅନୁସାରେ ଆମର ଆବର୍ଜନା ମଧ୍ୟ ବୃଦ୍ଧି କରୁଛି। ତାହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଦର୍ଶାଯାଇଛି। ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟନୀତି ହେଉଛି ଆବର୍ଜନାକୁ ଉତ୍ତମ ଶକ୍ତି ପରିଣତ କରିବା। ଏହି ଦହନ କକ୍ଷରେ ଆମେ ଜୈବ ପକ୍ଷେ ଯୋଗ୍ୟ ଜୈବ ପକ୍ଷେ ଅଯୋଗ୍ୟ ପଦାର୍ଥକୁ ପକାଇ ପାରିବା। ଉତ୍ତାପ ସୃଷ୍ଟି ହେଉଛି ଉତ୍ତାପ ସୃଷ୍ଟି ହେଲେ এই হিଟ୍ ମାନେ ସେ ଉତ୍ତାପ ଗ୍ରହଣ କରୁଛି। ଗ୍ରହଣ କରି ସେ ଉତ୍ତାପ ଶକ୍ତିକୁ ସିଏ ବୈଦ୍ୟୁତିକ ଶକ୍ତି ରୂପାନ୍ତରିତ କରୁଛି ଏବଂ ଏହି ସର୍କିଟ୍ ମଧ୍ୟରେ ଏହି ବ୍ୟାଟେରୀ ସଂରକ୍ଷିତ କରୁଛି ଏବଂ ଏହି ଚାର୍ଜିତ ହେଲା ପରେ ଏହି ହିଟ୍ ସକ୍ରିୟ ହେଉଛି ଏବଂ ଏହି ବଲ୍ବଟି ଆଲୋକିତ ହେଉଛି ଏବଂ ଏଥିରେ ଯାହା କାର୍ବନ ଡାଇଅକ୍ସାଇଡ୍ ଯେଉଁ ବାହାରିବ ତାହା ଏଥିମଧ୍ୟରୁ ଦେଇ ଏଥିରେ ସଂଗ୍ରହ ହେଉଛି ଏବଂ ଏଥିର ସେନ୍ସର ମାଧ୍ୟମରେ ଏହି କାର୍ବନ ଗୁଡ଼ିକ କଣିକାରେ ଯେଉଁ ଗୋଟେ ପାର୍ଟିକାଲରେ ସୃଷ୍ଟି ଗଠନ ହୋଇଥାନ୍ତି ଏବଂ ଏହି ମାଧ୍ୟମ ଦେଇ ପାଇପକୁ ସେହି କଣିକା ଗୁଡ଼ିକ ପଠାଯାଏ ଏବଂ ସେ କଣିକା କାର୍ବନ କଣିକା ଏବଂ ଜଳ ସମିଶ୍ରଣ ହୋଇ କାର୍ବନ ଡାଇଅକ୍ସାଇଡ୍ ମାଟିରେ ପରିଣତ ହୋଇଥାଏ। H2CO ପରିଣତ ହୁଏ ଏବଂ ତାହାକୁ ଗରମ କଲେ ତା ଡେନ୍ସିଟି ଅନୁସାରେ ଆମେ ଯେଉଁ ପିଚୁ କିମ୍ବା ପେନ୍ରେ ପଡ଼ୁଥିବା ବ୍ୟବହାର କରିପାରିବା ଏବଂ ଏଥିରେ ଆମେ ଯେଉଁ ଜୈବ ପକ୍ଷ ଯୋଗ୍ୟ ପଦାର୍ଥ ପକାଇଲେ ତା ମାଟିରେ ମିଶିଯିବ ଏବଂ ଏଠି ଯେଉଁ ଅବଶିଷ୍ଟ ରହିଲା ସେ ମାଟିରେ ମିଶିବ ତାହାକୁ ଆମେ ଖତ ରୂପେ ବ୍ୟବହାର କରିପାରିବା କମ୍ପୋଷ୍ଟ ରୂପେ। ବର୍ତ୍ତମାନ ଆମ ଯେଉଁ କୃଷକମାନେ ଜମିରେ ଅଧିକ ପରିମାଣର ରାସାୟନିକ ସାର ବ୍ୟବହାର କରୁଛନ୍ତି ତାହା ବଦଳରେ ଏହା ବ୍ୟବହାର କରିବେ ଏବଂ ଯେଉଁ ପ୍ଲାଷ୍ଟିକ୍ ଜୈବ ପକ୍ଷ ଅଯୋଗ୍ୟ ପ୍ଲାଷ୍ଟିକ୍ ଯଦି ପକାଇବା ଏଥିରେ ଜୈବ ପକ୍ଷ ଅଯୋଗ୍ୟ ପ୍ଲାଷ୍ଟିକ୍ ପକାଇଲେ ତାହା ତରଳ ଯିବ। ତରଳ ଯାଇ ଏହି କଳକାରଖାନା ମଧ୍ୟରେ ଝାଞ୍ଚ ପଡ଼ି ନୂତନ ପ୍ଲାଷ୍ଟିକ୍ ବୋତଲ ପ୍ଲାଷ୍ଟିକ୍ କପ୍ ଆଦି ପ୍ରସ୍ତୁତ କରିବ ଏବଂ ଆମେ ଦୈନନ୍ଦିନ ଜୀବନରେ ବୈଦ୍ୟୁତିକ ଉପକରଣ ମଧ୍ୟ ବ୍ୟବହାର କରୁଛନ୍ତି ଯେମିତି ଏସି କୁଲର ଟିଭି ସ୍ପିକର ବ୍ୟବହାର କରୁଛନ୍ତି ତାକୁ ମଧ୍ୟ ଖରାପ ହୋଇଗଲା ଫିଙ୍ଗି ଦେଉଛନ୍ତି ସେଥିରୁ ମଧ୍ୟ ନେଗେଟିଭ୍ ହୋଇପାରିବ। ମୁଁ ଏଥିରେ ଗୋଟେ ଖରାପ ସ୍ପିକର ନେଇଛି। ଏ ଖରାପ ସ୍ପିକରର ଇଏ ହେଉଛି ମଲ୍ଟିମିଟର। ଏ ଖରାପ ସ୍ପିକରର ଉପର ପାର୍ଶ୍ୱରେ ଏକ ତମ୍ବାଦାର କୁଣ୍ଡଳୀ ଅଛି ଏବଂ ତଳେ ଅଛି ଚୁମ୍ବକ। ଆମେ ଚୁମ୍ବକକୁ ସ୍ଥିର ରଖି ଏହି ତମ୍ବାଦାରକୁ ଭାଇବ୍ରେସନ୍ କରିବା ଗତିଶୀଳ କରାଇବା ବେଲେ ଏଥିରେ ଇଲେକ୍ଟ୍ରିସିଟି କଣ୍ଟ୍ରୋଲ ହୋଇପାରୁଛି ଆମେ ଦେଖିପାରିବା। ଯଦି ଏହି ମଡ଼େଲକୁ ଆମେ ବଡ଼ କରି ଜନଗହଳିପୂର୍ଣ୍ଣ ପାଦଚଲା ରାସ୍ତା ରଖିବା ବେଲେ ସମସ୍ତଙ୍କ ପାଦରେ ପ୍ରେସ୍ ହୋଇ ଇଲେକ୍ଟ୍ରିସିଟି କଣ୍ଟ୍ରୋଲ ହେବ ତେବେ ଆମର କୌଣସି ଅଭାବ ରହିବ ନାହିଁ ଇଲେକ୍ଟ୍ରିସିଟିର।